ବାସ୍, ବହୁତ ହୋଇଗଲା। ଏଇ ବୟସରେ ଏହା ହିଁ ଏକମାତ୍ର କାଣ୍ଡ କରିବାର ବାକି ଥିଲା। ଲଜ୍ଜା ନାମକ କିଛି ବି ନାହିଁ। ଏବେ ମୁଁ ମୋ ମୁହଁ ବାହାରେ କିପରି ଦେଖାଇବି? ଆମର ସମ୍ପର୍କୀୟମାନେ କ'ଣ କହିବେ? ମୋ ଅଫିସର ସାଙ୍ଗମାନେ କ'ଣ ଭାବିବେ? ଗୋଟିଏ ମୁହୂର୍ତ୍ତରେ ହିଁ ଆମର ଇଜ୍ଜତ ବରବାଦ କରିଦେଲେ। ହୃଦୟରେ ଘୃଣା ଓ ମୁହଁରେ ରାଗ ନେଇ ରମେଶ ଜୋରରେ ଜୋରରେ ଚିତ୍କାର କରୁଥିଲା। ଶୁଣନ୍ତୁ, ଆପଣଙ୍କୁ କହୁଛି, ପ୍ରକୃତରେ କଥାଟା କ'ଣ? ପ୍ରକୃତରେ ଏମିତି କ'ଣ ହୋଇଥିଲା ଯେ ରମେଶ ଏତେ ଚିଡ଼ି ଉଠୁଥିଲା? ରାମଚନ୍ଦ୍ର ବାବୁ ଓ ସୁଲେଖା ଦେବୀ, ଯେଉଁମାନେ ରମେଶର ମା ବାପା, ସେମାନଙ୍କର ଆଉ ଗୋଟିଏ ସନ୍ତାନ ଏହି ଦୁନିଆକୁ ଆସିବାକୁ ଯାଉଛି। ଏହି ଖବର ଶୁଣିବା ପରେ ହିଁ ରମେଶର ରାଗ ସପ୍ତମ ଆକାଶରେ ପହଞ୍ଚି ଯାଇଥିଲା। ରମେଶ ଓ ରୂପାଙ୍କ ବିବାହକୁ ମାତ୍ର 2 ମାସ ହୋଇଥିଲା। ଯେତେବେଳେ ରମେଶ ତାର ସ୍ତ୍ରୀ ରୂପାକୁ ଏହି ଖବର ଦେଇଥିଲା, ତାର ଶରୀର ରାଗରେ ଥରୁଥିଲା। କିନ୍ତୁ ରୂପା ବୁଝିପାରୁନଥିଲା ଯେ ଏଥିରେ ରାଗିବାର କ'ଣ କାରଣ। ତାର ସ୍ୱାମୀର ରାଗ ଆଗରେ ସେ କିଛି କହିପାରି ନଥିଲା। ରୂପା ଚୁପଚାପ ରମେଶର କଥା ଶୁଣୁଥିଲା। କିନ୍ତୁ ତାର ମନରେ ଗୋଟିଏ ପ୍ରଶ୍ନ ଘୂରି ବୁଲୁଥିଲା ଯେ ଏସବୁ କାରଣରୁ ତାର ସମାଜରେ ଇଜ୍ଜତ କାହିଁକି ଶେଷ ହୋଇଯିବ? ରମେଶ ଏବେ ମାତ୍ର 24 ବର୍ଷର। ତାଠାରୁ ଛୋଟ ରୂପାଙ୍କ ନଣନ୍ଦ ରଞ୍ଜନା। ଯେପରି ରୂପାଙ୍କ ବିବାହ କମ୍ ବୟସରେ ହୋଇଥିଲା, ସେହିପରି ତାର ଶାଶୁ ସୁଲେଖା ଦେବୀଙ୍କ ବିବାହ ମଧ୍ୟ ବହୁତ କମ୍ ବୟସରେ ହୋଇଥିଲା ଓ ତାଙ୍କ ବୟସ ମଧ୍ୟ ଅଧିକା ନଥିଲା। ରୂପା ଏବେ ମଧ୍ୟ ବୁଝିପାରୁଥିଲା ଯେ ତାର ସ୍ୱାମୀ କେଉଁ କଥାକୁ ନେଇ ଏତେ ରାଗିଛନ୍ତି। ତାର ଶାଶୁଙ୍କ ପ୍ରତି ପୂର୍ଣ୍ଣ ସହାନୁଭୂତି ଥିଲା। ସେ ତାଙ୍କୁ ପଚାରିବାକୁ ଚାହୁଁଥିଲା ଯେ ତାଙ୍କର କ'ଣ ଖାଇବାକୁ ମନେ ହେଉଛି। କାରଣ ଯେତେବେଳେ ସେ ଏହି ଘରକୁ ବାହା ହୋଇ ଆସିଥିଲା, ସୁଲେଖା ଦେବୀ ତାକୁ ନିଜ ଝିଅ ପରି ରଖିଥିଲେ। ତାର ପସନ୍ଦ ଓ ନାପସନ୍ଦର ପୂର୍ଣ୍ଣ ଧ୍ୟାନ ରଖିଥିଲେ। ରୂପା ମଧ୍ୟ ତାର ଶାଶୁଙ୍କୁ ବହୁତ ପସନ୍ଦ କରୁଥିଲା। କିନ୍ତୁ ଆଜି ତାର ସ୍ୱାମୀଙ୍କ ମୁହଁରୁ ଏପରି କଥା ଶୁଣିବା ତାକୁ ଆଦୌ ଭଲ ଲାଗୁନଥିଲା। ସନ୍ଧ୍ୟାବେଳେ ରାମଚନ୍ଦ୍ର ବାବୁ ଯେତେବେଳେ ସମସ୍ତଙ୍କୁ ଏ ବିଷୟରେ କଥାବାର୍ତ୍ତା କରିବା ପାଇଁ ହଲ୍କୁ ଡାକିଥିଲେ, କେହି ତାଙ୍କ କଥା ଶୁଣିବା ପାଇଁ ନିଜ ରୁମ୍ରୁ ବାହାରି ନଥିଲେ। ରାମଚନ୍ଦ୍ର ବାବୁ ସରକାରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସାଧାରଣତଃ ଏମିତି ହେଉଥିଲା ଯେ ଯେତେବେଳେ ସେ ତାଙ୍କ ପିଲାମାନଙ୍କୁ ଡାକୁଥିଲେ, ସେମାନେ ଭୟରେ ଶୀଘ୍ର ତାଙ୍କ ଆଗରେ ପହଞ୍ଚି ଯାଉଥିଲେ। କାରଣ ସେ ଟିକେ ବଡ଼ ପାଟି କରି କଥା ହେଉଥିଲେ, କିନ୍ତୁ ହୃଦୟରୁ ବହୁତ ନରମ ଥିଲେ। ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ରୂପା ଆସିବା ପରେ ତାଙ୍କର ତା ପ୍ରତି ଏତେ ଆସକ୍ତି ହୋଇଥିଲେ ଯେ ଏବେ ତାଙ୍କୁ ସକାଳର ଚା ମଧ୍ୟ ତା ବିନା ଭଲ ଲାଗୁନଥିଲା। ସେ ତାକୁ ସବୁବେଳେ ଝିଅ କହି ଡାକୁଥିଲେ। ଆଜି ରାମଚନ୍ଦ୍ର ବାବୁଙ୍କ ଡାକରେ ରମେଶ ଓ ରଞ୍ଜନା କେହି ମଧ୍ୟ ଆସିନଥିଲେ। ରୂପା ଅନୁଭବ କରୁଥିଲା ଯେ ମା ବାପା କଥାବାର୍ତ୍ତା ହେବା ପାଇଁ ବସିଛନ୍ତି, କିନ୍ତୁ ତାଙ୍କ ପିଲାମାନେ ଡାକିବା ସତ୍ତ୍ୱେ ତାଙ୍କ କଥା ଶୁଣୁନାହାନ୍ତି। ସାଧାରଣ ଦିନମାନଙ୍କରେ ରୂପା ତାର ଶାଶୁ ସୁଲେଖା ଦେବୀ ଓ ନଣନ୍ଦ ରଞ୍ଜନା ସହିତ ମିଶି ଜଳଖିଆ ତିଆରି କରୁଥିଲା। ରମେଶ ଅଫିସରୁ ଫେରିବା ପାଇଁ ସମସ୍ତେ ହଲ୍ରେ ବସି ଖାଉଥିଲେ ଓ କଥାବାର୍ତ୍ତା କରୁଥିଲେ। କିନ୍ତୁ ଆଜି ସବୁକିଛି ପରିବର୍ତ୍ତନ ହୋଇଯାଇଥିଲା। ପରିସ୍ଥିତିକୁ ସମ୍ଭାଳିବା ଉଦ୍ଦେଶ୍ୟରେ ଯେତେବେଳେ ରୂପା ତାର ସ୍ୱାମୀ ପାଖକୁ ଯାଇ କହିଲା, ଶୁଣନ୍ତୁ, ବାପା ଆପଣଙ୍କୁ ଡାକିଥିଲେ, ଭୁଲି ଯାଇଛନ୍ତି କି? ରୂପାର କଥା ଶୁଣି ରମେଶର ମୁହଁ ରାଗରେ ଲାଲ ହୋଇଗଲା ଓ ତମ୍ ତମ୍ ହୋଇ କହିଲା, ମୋତେ କାହା ସହିତ କୌଣସି କଥା ହେବାର ନାହିଁ। ତୁମେ ମୋ ସ୍ତ୍ରୀ। ମୁଁ ଯାହା କହିବି ତୁମେ ତାହା ହିଁ କରିବ।
ବହୁତ ବୁଦ୍ଧି ଚଳାଇବାର ଆବଶ୍ୟକତା ନାହିଁ। ରୂପା ଆଶ୍ଚର୍ଯ୍ୟ ହୋଇଥିଲା ଯେ ଯଦି ସେ ରମେଶର ସ୍ତ୍ରୀ ତେବେ ସେ ଶାଶୁ ଶ୍ୱଶୁରଙ୍କ ପକ୍ଷରୁ କାହିଁକି କଥା କହିପାରିବ ନାହିଁ। କିନ୍ତୁ ସେ ଚୁପଚାପ ହୋଇ ବସି ପଡ଼ିଲା। ତାପରେ କବାଟ ଠକ୍ ଠକ୍ ଶବ୍ଦ ହେଲା ଓ ରାମଚନ୍ଦ୍ର ବାବୁଙ୍କ ସ୍ୱର ଶୁଭିଲା, ପୁଅ ରମେଶ। କିନ୍ତୁ ରମେଶ କୌଣସି ଉତ୍ତର ଦେଲା ନାହିଁ। ସେ ଫୋନରେ ବ୍ୟସ୍ତ ଥିଲା। ରୂପା କବାଟ ଖୋଲି ତାଙ୍କୁ ଭିତରକୁ ଆସିବାକୁ କହିଲା। ରାମଚନ୍ଦ୍ର ବାବୁ କହିଲେ, ନା ଝିଅ, ଏବେ ନୁହେଁ। ମୁଁ ଓ ତୁମ ମା ତୁମ ସମସ୍ତଙ୍କ ସହିତ କିଛି କଥା ହେବାକୁ ଚାହୁଁଛୁ। ହଲ୍କୁ ଆସ। ଏହା କହି ସେ ଚାଲିଗଲେ। ରଞ୍ଜନାକୁ ଛାଡ଼ି ବାକି ସମସ୍ତେ ହଲ୍ରେ ପହଞ୍ଚି ଯାଇଥିଲେ। ରୂପା ତାକୁ ଅନେକ ଥର ଡାକିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ କବାଟ ଖୋଲି ନଥିଲା ଓ କେବଳ ଏତିକି କହିଥିଲା, ଦୟାକରି ମୋତେ ବିରକ୍ତ କର ନାହିଁ। ମୁଁ ଏକା ରହିବାକୁ ଚାହୁଁଛି। ହଲ୍ରେ ରାମଚନ୍ଦ୍ର ବାବୁ ଓ ତାଙ୍କ ସ୍ତ୍ରୀ ସୁଲେଖା ଦେବୀଙ୍କ ସହିତ ମୁଣ୍ଡ ନୁଆଁଇ ବସିଥିଲେ। ସାମ୍ନାରେ ରମେଶ ବସିଥିଲା ଓ ରୂପା ପାଖରେ ଠିଆ ହୋଇଗଲା। ଶାଶୁ ସୁଲେଖା ଦେବୀଙ୍କ ମୁହଁ ଦେଖି ତାକୁ ବହୁତ ଦୁଃଖ ଲାଗୁଥିଲା। ଗୋଟିଏ ଦିନରେ ହିଁ ତାଙ୍କର ସୁନ୍ଦର ମୁହଁ ମଳିନ ହୋଇଯାଇଥିଲା। ଆଖି ତଳେ କଳା ଦାଗ ପଡ଼ିଯାଇଥିଲା। ବୋଧହୁଏ ସେ ବହୁତ କାନ୍ଦିଥିଲେ। ଆଜି ପରା ଦିନ ସେ ରୁମରୁ ବାହାରି ନଥିଲେ। ତାଙ୍କର ଅବସ୍ଥା ଦେଖି ରୂପାଙ୍କୁ ମଧ୍ୟ କାନ୍ଦିବାକୁ ମନେ ହେଲା। ତାପରେ ରମେଶ କଠୋର ସ୍ୱରରେ କହିଲା, ଆପଣଙ୍କୁ କ'ଣ କହିବାର ଅଛି ଶୀଘ୍ର କୁହନ୍ତୁ, ମୋର କାମ ଅଛି। ରମେଶ ଏ ପର୍ଯ୍ୟନ୍ତ କେବେ ବି ବାପାଙ୍କ ସହିତ ଏଭଳି ସ୍ୱରରେ କଥା ହୋଇନଥିଲା। ରାମଚନ୍ଦ୍ର ବାବୁ ନିଜକୁ ସମ୍ଭାଳି ଧୀରେ କହିଲେ, ତୁମେ ସମସ୍ତେ ସବୁକିଛି ଜାଣିଛ। ରମେଶ ରାଗରେ କହିଲା, ହଁ ଜାଣିଛୁ। ତେବେ ଏବେ ଆପଣଙ୍କୁ ଏ ବିଷୟରେ କ'ଣ କହିବାର ଅଛି? ଆମେ ତୁମକୁ କ'ଣ କହିପାରିବୁ ପୁଅ? ଆପଣ କିଛି କହିବା ଯୋଗ୍ୟ ଛାଡ଼ିଛନ୍ତି କେଉଁଠି? ମୋତେ ତ ବୁଝା ପଡ଼ୁନି ଯେ ଏବେ ଆମେ ଲୋକଙ୍କ ଆଗରେ କେଉଁ ମୁହଁ ନେଇ ଯିବୁ। ଆପଣମାନେ ତ ଆମକୁ କେଉଁଠିକୁ ଯିବା ଯୋଗ୍ୟ ହିଁ ଛାଡ଼ି ନାହାନ୍ତି। ସ୍ୱାମୀର କଥା ଶୁଣି ରୂପା କେତେବେଳେ ରମେଶ ଆଡ଼େ ଦେଖୁଥିଲା ତ କେତେବେଳେ ତାର ଶାଶୁ ଶ୍ୱଶୁରଙ୍କ ଆଡ଼େ। ଯେମିତି ତାର କାନକୁ ବିଶ୍ୱାସ ହେଉନଥିଲା। ସେ ଚୁପଚାପ ବସି ପଡ଼ିଲା। ତାପରେ ରାମଚନ୍ଦ୍ର ବାବୁ କହିଲେ, କ'ଣ ଆମ କାରଣରୁ ତୁମେମାନେ ବାହାରକୁ ଯିବାକୁ ଲଜ୍ଜା କରୁଛ? ରମେଶ ଉଚ୍ଚ ସ୍ୱରରେ ରାମଚନ୍ଦ୍ର ବାବୁ କିଛି କହିବା ଆଗରୁ ହିଁ ରମେଶ କହିଲା, ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ ଏବେ ମୋର ଆପଣମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଏବେ ମୁଁ କେବଳ ମୋ ଢଙ୍ଗରେ ବଞ୍ଚିବି ଓ ଆପଣମାନେ ଆପଣଙ୍କ ଢଙ୍ଗରେ। ରଞ୍ଜନା କ'ଣ କରିବ ତାହା ସେ ନିଜେ ଜାଣୁ। ରାମଚନ୍ଦ୍ର ବାବୁଙ୍କ ଆଖି ରାଗରେ ଲାଲ ହୋଇଗଲା ଓ ସୁଲେଖା ଦେବୀଙ୍କ ଆଖିରୁ ଲୁହର ଧାର ଅନବରତ ବୋହି ଚାଲିଥିଲା। ତାପରେ ରାମଚନ୍ଦ୍ର ବାବୁ କହିଲେ, ମାନେ ଏହାର ଅର୍ଥ ଏହା ଯେ ତମେ ଘରେ ଛାଡ଼ି ଚାଲିଯିବାକୁ ଚାହୁଁଛ? ରମେଶ ସୋଫାରୁ ଉଠି ଠିଆ ହେଲା ଓ ନିଜ ମା ଆଡ଼େ ଆଙ୍ଗୁଳି ଦେଖାଇ କହିଲା, ମୋତେ ଏହି ମହିଳାଙ୍କ କଥାରେ କୌଣସି ଆଗ୍ରହ ନାହିଁ। କିନ୍ତୁ ମୁଁ ଆପଣଙ୍କ ସହିତ ଏବେ କୌଣସି ସମ୍ପର୍କ ରଖିବାକୁ ଚାହୁଁନାହିଁ କି ଆପଣଙ୍କ ସହିତ ରହିବାକୁ ଚାହୁଁନାହିଁ। ରାମଚନ୍ଦ୍ର ବାବୁ ତାଙ୍କ ଲୁହ ପୋଛି କହିଲେ, ତେବେ ଠିକ୍ ଅଛି। ଯଦି ତୁମେ ଆମ ସହିତ ରହିବାକୁ ଚାହୁଁନାହଁ, ତେବେ ମୁଁ ଓ ତୁମ ମା ଆମ ଗାଁ ଘରକୁ ଚାଲିଯିବୁ। ରମେଶ କହିଲା, ଏତେ ଉପକାର କରିବାର କୌଣସି ଆବଶ୍ୟକତା ନାହିଁ। ପ୍ରଥମେ ହିଁ ଆପଣମାନେ ବହୁତ ଲୋକଲଜ୍ଜା କରିସାରିଛନ୍ତି। ଏହା କହି ରମେଶ ନିଜ ରୁମକୁ ଫେରିଗଲା। ହଲ୍ରେ ବସିଥିବା ଉଭୟ ମା ବାପା
ତାଙ୍କ ପିଲାମାନଙ୍କ ବ୍ୟବହାର ଦେଖି ନିଜକୁ ଅପରାଧୀ ଭାବି କରୁଥିଲେ। ଏହାପରେ ଅନେକ ଦିନ ବିତିଗଲା, କିନ୍ତୁ ଘରେ ଆଉ ପୂର୍ବପରି ଶାନ୍ତି ନଥିଲା। ରମେଶ ଓ ରଞ୍ଜନା ଉଭୟ ଭାଇ ଭଉଣୀ ତାଙ୍କ ମା ବାପାଙ୍କ ସହିତ କଥା ହେଉନଥିଲେ। କେବଳ ନିଜ ରୁମ୍ ପର୍ଯ୍ୟନ୍ତ ସୀମିତ ରହୁଥିଲେ। ଯଦି କୌଣସି କାରଣରୁ ସେମାନଙ୍କର ସାମ୍ନା ମଧ୍ୟ ହୋଇଯାଉଥିଲା, ତେବେ ସେ ଦୁହେଁ ତାଙ୍କ ମା ବାପାଙ୍କୁ ରାଗ ଓ ଘୃଣାଭରା ଦୃଷ୍ଟିରେ ଦେଖୁଥିଲେ। ଏଭଳି ପରିସ୍ଥିତିରେ ଯଦି କେହି ସେମାନଙ୍କର ଅବସ୍ଥାକୁ ବୁଝି ପାରୁଥିଲା, ତେବେ ସେ ଥିଲା ସେମାନଙ୍କର ବୋହୂ ରୂପା, ଯିଏ ସେମାନଙ୍କର ଯତ୍ନ ନେବାକୁ ପୁନଃ ଚେଷ୍ଟା କରୁଥିଲା। ସେ ତାର ଶାଶୁ ସୁଲେଖା ଦେବୀଙ୍କ ମୁଣ୍ଡରେ ତେଲ ଲଗାଇ ଦେଉଥିଲା, ତାଙ୍କର ଭଲ ମନ୍ଦ ବୁଝୁଥିଲା। କିନ୍ତୁ ରୂପା ଅନୁଭବ କରିଥିଲେ ଯେ ସୁଲେଖା ଦେବୀ ଏବେ ଆଗ ଭଳି ଚଞ୍ଚଳ ରହୁନଥିଲେ। ରୂପା ଓ ରାମଚନ୍ଦ୍ର ବାବୁ ତାଙ୍କୁ ଖୁସି ରଖିବାକୁ ବହୁତ ଚେଷ୍ଟା କରୁଥିଲେ, କିନ୍ତୁ ଅଧିକ ସଫଳ ହୋଇପାରୁନଥିଲେ। ରମେଶଙ୍କୁ ଏହା ଆଦୌ ପସନ୍ଦ ନଥିଲା ଯେ ରୂପା ତାର ମା ବାପାଙ୍କ ପାଇଁ କିଛି କରୁ। ତେଣୁ ରମେଶର ଉପସ୍ଥିତିରେ ରୂପା ଚାହିଁଲେ ମଧ୍ୟ ସେମାନଙ୍କ ପାଖକୁ ଯାଇପାରୁନଥିଲା। ସମୟ ଗଡ଼ି ଗଡ଼ି 7 ମାସ ବିତି ଯାଇଥିଲା। ଦିନେ ହଠାତ୍ ସୁଲେଖା ଦେବୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ତାଙ୍କ ଗୋଡ଼ରେ ଫୁଲା ଆସିଗଲା। ସେ କିଛି ଖାଇ ପିଇ ପାରୁନଥିଲେ। ବାନ୍ତି ହେବା କାରଣରୁ ତାଙ୍କ ଶରୀର ଏତେ ଦୁର୍ବଳ ହୋଇଯାଇଥିଲା ଯେ ସେ ଚାଲି ବୁଲି ପାରୁନଥିଲେ। ରାମଚନ୍ଦ୍ର ବାବୁଙ୍କ ତାଙ୍କ ସ୍ତ୍ରୀଙ୍କ ପାଇଁ ବହୁତ ଚିନ୍ତା ହେଉଥିଲା। ତେଣୁ ସେ ନିରନ୍ତର ତାଙ୍କ ସେବାରେ ଲାଗି ରହୁଥିଲେ। କେତେବେଳେ ତାଙ୍କୁ ଗୋଡ଼ ଘଷି ଦେଉଥିଲେ, କେତେବେଳେ ନିଜ ହାତରେ ଖୁଆଇ ଦେଉଥିଲେ। ବାନ୍ତି ହେଲେ ତାହା ସଫା କରି ଦେଉଥିଲେ। ତାଙ୍କ ସ୍ତ୍ରୀ ପ୍ରତି ତାଙ୍କର ପ୍ରେମ ଦେଖି ରୂପା ଆଶ୍ଚର୍ଯ୍ୟ ହୋଇଯାଉଥିଲା। କିନ୍ତୁ ଏତେ ସବୁ ହେବା ସତ୍ତ୍ୱେ ରମେଶ ଓ ତାର ଭଉଣୀ ରଞ୍ଜନାର ହୃଦୟ ଆଦୌ ତରଳି ନଥିଲା। ଦିନେ ରୂପାଙ୍କ ପାଖକୁ ତାର ମାଙ୍କ ଫୋନ ଆସିଲା। ସେ କହିଲେ, କିଛି ଦିନ ପାଇଁ ଜ୍ୱୋଇଁଙ୍କ ସହିତ ଆମ ଘରେ ରହିବାକୁ ଆସ। ରୂପା ଆଶ୍ଚର୍ଯ୍ୟ ହୋଇ କହିଲା, ଏ କ'ଣ କହୁଛ ମା? ମୋ ଶାଶୁଙ୍କ ଏଭଳି ଅବସ୍ଥାରେ ଛାଡ଼ି ମୁଁ କିପରି ଆସିପାରିବି? ମା କହିଲେ, ରୂପା, ତୋର ମୁଣ୍ଡ ତ ଖରାପ ହୋଇଯାଇନି ହେ? ଏବେ ତୁ ତୋର ଶାଶୁଙ୍କ ସେବା କରିବୁ ଓ ତାଙ୍କ ପିଲାକୁ ମଧ୍ୟ ପାଳିବୁ। ତୋର ନିଜର ପରିବାର ମଧ୍ୟ ଅଛି। ତାହା ବିଷୟରେ କିଛି ଭାବ। କିନ୍ତୁ ରୂପା ଉତ୍ତର ଦେଲା, ମା, ତୁମେ ହିଁ ମୋତେ ସବୁବେଳେ ବୁଝାଇଛ ଯେ ମୋ ଶାଶୁ ଘରେ ହିଁ ଏବେ ମୋର ପରିବାର। ତେବେ ଆଜି ଏଭଳି କଥା କାହିଁକି? ମୋତେ କେବଳ ଏତିକି ଜଣା ଯେ ଆଜି ମୋ ଶାଶୁଙ୍କ ମୋର ଆବଶ୍ୟକତା ଅଛି। ତେଣୁ ମୁଁ ତାଙ୍କ ସହିତ ଠିଆ ହେବି। ଏତିକି କହି ରୂପା ତା ମାଙ୍କର ଆଉ କୌଣସି କଥା ନ ଶୁଣି ଫୋନ ରଖିଦେଲା। ପ୍ରାୟତଃ ସାହି ପଡ଼ିଶାର ଲୋକମାନେ ସେମାନଙ୍କର ମଜାକ ଉଡ଼ାଉଥିଲେ। ଦିନେ ପାଖରେ ରହୁଥିବା ଜଣେ ଆଣ୍ଟି ରୂପାକୁ ଦେଖି କହିଲେ, ଗୋଟେ କଥା କହିଲୁ? ଶୁଣିଲି ତୋ ଶାଶୁ ଗର୍ଭବତୀ। ରୂପା ନିଜକୁ ଶାନ୍ତ ରଖି କହିଲା, ଠିକ୍ ଶୁଣିଛନ୍ତି ଆଣ୍ଟି, ଏହି ବୟସରେ ଏସବୁ କାରନାମା। ଏହା କହି ଆଣ୍ଟି ହସିବାକୁ ଲାଗିଲେ। ରୂପା ତାଙ୍କ ଆଡ଼େ ଦେଖି ସ୍ୱଳ୍ପ ହସି କହିଲା, ଗୋଟେ କଥା କୁହନ୍ତୁ, ଏହି ବୟସରେ ସ୍ୱାମୀର ପ୍ରେମ କେତେଜଣ ସ୍ତ୍ରୀଙ୍କୁ ମିଳେ? ଆଉ ତାପରେ ମୋ ଶାଶୁ ତ ଏହି ମାମଲାରେ ବଡ଼ ଭାଗ୍ୟଶାଳୀ। ଏହା କହି ରୂପା ଯିବାକୁ ଲାଗିଲା। ସେହି ସମୟରେ ପଛରୁ ଆଣ୍ଟିଙ୍କ ସ୍ୱର ଶୁଭିଲା, ଲାଗୁଛି ଶାଶୁଙ୍କ ପ୍ରେମର ରଙ୍ଗ ତୁମ ଉପରେ ଟିକିଏ ଅଧିକା ଚଢ଼ି ଯାଇଛି। ତା ପାଖରେ ଠିଆ ହୋଇଥିବା ଆଉ ଜଣେ ମହିଳା କହିଲେ, ଏହି ଦିନ ଦେଖିବା ହିଁ ବାକି ଥିଲା। ରୂପାଙ୍କୁ
ସେମାନଙ୍କର କଥା ଶୁଣି ରାଗ ଲାଗିଲା, କିନ୍ତୁ କୌଣସି କଥାର ଉତ୍ତର ନ ଦେଇ ଘରକୁ ଫେରିବା ହିଁ ଉଚିତ ମନେକଲା। ଆଜି ବହୁତ ଜୋରରେ ବର୍ଷା ହେଉଥିଲା। ରୂପା ଭାବିଲା ଯେ ଏହି ବର୍ଷାରେ ଗରମ ଗରମ ପୁରୀ, ଘୁଗୁନି ସମସ୍ତଙ୍କୁ ଭଲ ଲାଗିବ, ଖାସ୍ କରି ତାର ଶାଶୁ ଓ ସ୍ୱାମୀ ରମେଶଙ୍କୁ ଯାହା ତାଙ୍କର ପସନ୍ଦର ଥିଲା। ଆଜି ରୂପା ଠିକ୍ କରିଥିଲା ଯେ ସେ ପରିବାରର ସମସ୍ତ ସଦସ୍ୟଙ୍କୁ ଏକାଠି ବସାଇ ଖାଦ୍ୟ ପରଷିବ। ସେ ରମେଶ ଓ ରଞ୍ଜନାକୁ ମଧ୍ୟ ଶକ୍ତ ଦେଖାଇ ସେମାନଙ୍କର ମା ବାପାଙ୍କ ପାଖରେ ବସାଇବ। ଏହିସବୁ ଭାବୁଥିବା ବେଳେ ତାର ମୁହଁରେ ଟିକିଏ ହସ ଆସିଥିଲା। ସେହି ସମୟରେ ହଠାତ୍ ରାମଚନ୍ଦ୍ର ବାବୁ ରୋଷେଇ ଘରକୁ ଆସି କହିଲେ, ଝିଅ, ଆମ ରୁମକୁ ଆସ। ଲାଗୁଛି ତୁମ ମାଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ। ମାଙ୍କୁ କ'ଣ ହେଲା ବାପା? ଏହା କହି ରୂପା ଭୟଭୀତ ହୋଇ ସେମାନଙ୍କ ରୁମ୍ ଆଡ଼େ ଦୌଡ଼ିଲା। ଦେଖିଲା ତ ସୁଲେଖା ଦେବୀ ଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଥରୁଥିଲେ ଓ ଜୋରରେ ଜୋରରେ ଭଗବାନଙ୍କ ନାମ ନେଉଥିଲେ। ସେ ଝାଳରେ ଭିଜି ଯାଇଥିଲେ। ଭୟରେ ରୂପାର ହାତ ଗୋଡ଼ ଥରିବାକୁ ଲାଗିଲା। ତାକୁ ବୁଝା ପଡ଼ୁନଥିଲା କ'ଣ କରିବ, କାରଣ ଏହି ମାମଲାରେ ତାର କୌଣସି ଅଭିଜ୍ଞତା ନଥିଲା। ରୂପା ଦୌଡ଼ି ଯାଇ ଶାଶୁଙ୍କ ହାତ ଧରି କହିଲା, ବହୁତ କଷ୍ଟ ହେଉଛି କି ମା? ଆମେ ଆପଣଙ୍କୁ କିଛି ହେବାକୁ ଦେବୁ ନାହିଁ। ଆମେ ଏବେ ଆପଣଙ୍କୁ ଡାକ୍ତରଖାନା। ଏହି କଥା ଶୁଣି ରଞ୍ଜନା ବହୁତ ଭୟ ପାଇଗଲା ଓ ପଚାରିଲା, କ'ଣ ହେଲା ଭାଉଜ? କିନ୍ତୁ ରୂପା ତରତରରେ କିଛି କହି ପାରୁନଥିଲା। କେବଳ ଏତିକି କହିପାରିଲା, ମାଙ୍କ ସ୍ୱାସ୍ଥ୍ୟ ଖରାପ ଅଛି। ତୁମ ଭାଇଙ୍କୁ ଫୋନ୍ କଲି, କିନ୍ତୁ ସେ ଉଠାଉ ନାହାନ୍ତି। ଏହା ଶୁଣି ରଞ୍ଜନା ତାର ମାଙ୍କ ରୁମ୍ ଆଡ଼େ ଦୌଡ଼ିଲା। ଦେଖିଲା ତ ବାପା ତାଙ୍କ ଗୋଡ଼ ମାଲିସ କରୁଛନ୍ତି। ରୂପାଙ୍କୁ ଦେଖି ସେ ତୁରନ୍ତ ପଚାରିଲେ, ରମେଶ କ'ଣ କହିଲା ଝିଅ? ସେ ଆସୁଛି କି? ନା ବାପା, ସେ ଫୋନ୍ ଉଠାଉ ନାହାନ୍ତି, ରୂପା କହିଲା। ତାପରେ ରାମଚନ୍ଦ୍ର ବାବୁ କିଛି ନ କହି ଶୀଘ୍ର ବାହାରକୁ ଚାଲିଗଲେ। କେଉଁଆଡ଼େ ଯାଉଛନ୍ତି ବାପା? ରୂପା ପଚାରିଲା। ସେ କହିଲେ, ଅଟୋରିକ୍ସା ଖୋଜିବାକୁ ଯାଉଛି। ତୁମେ ଏଠାରେ ତୁମ ମାଙ୍କ ସହିତ ରୁହ। କିନ୍ତୁ ବାପା, ବାହାରେ ତ ଜୋରରେ ବର୍ଷା ହେଉଛି। ସେ କହିଲେ, ଝିଅ, ମୋ ପାଖରେ ଆଉ କୌଣସି ଉପାୟ ନାହିଁ। ଏହା କହି ସେ ତାଙ୍କ ଲୁହଭିଜା ଆଖି ପୋଛି ତୀବ୍ର ଗତିରେ ବାହାରକୁ ଚାଲିଗଲେ। ଏପଟେ ରୂପା ଓ ରଞ୍ଜନା ମାଙ୍କ ପାଖରେ ଥିଲେ। ରୂପା ଦେଖିଲା ଯେ ସୁଲେଖା ଦେବୀ ଜୋରରେ ଜୋରରେ ଥରୁଛନ୍ତି। ତାଙ୍କ ପାଖରେ ବସିଥିବା ରଞ୍ଜନା କାନ୍ଦିବାକୁ ଲାଗିଲା। ରୂପା ଦ୍ୱାରା ମୁଣ୍ଡରେ ପ୍ରେମପୂର୍ଣ୍ଣ ହାତ ରଖିଲା। ରଞ୍ଜନା ତୁରନ୍ତ ତାକୁ ଆଲିଙ୍ଗନ କରି ଜୋରରେ ଜୋରରେ କାନ୍ଦିବାକୁ ଲାଗିଲା। ଭାଉଜ, ମୁଁ ମୋ ମାଙ୍କ ସହିତ ବହୁତ ଖରାପ ବ୍ୟବହାର କରିଛି, କିନ୍ତୁ ଆଜି ତାଙ୍କର ଏହି ଅବସ୍ଥା ଦେଖି ମୋତେ ନିଜକୁ ଘୃଣା ଲାଗୁଛି। ମାଙ୍କ ଏହି ଅବସ୍ଥାର ଦାୟୀ କେବଳ ମୁଁ ନିଜେ। ଭାଉଜ, ସେ କ'ଣ ଆମକୁ କ୍ଷମା କରିଦେବେ? କୁହନା, ସେ ଆଗ ପରି ସୁସ୍ଥ ହୋଇଯିବେ ତ? ତାପରେ ରୂପା କହିଲା, ଭଗବାନ ସବୁ ଠିକ୍ କରିଦେବେ। ତୁମେ କେବଳ ପ୍ରାର୍ଥନା କର ଯେ ଭଗବାନ ମାଙ୍କୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ। ଏହି ସମୟରେ ସୁଲେଖା ଦେବୀ ରଞ୍ଜନାକୁ ନିଜ ପାଖକୁ ଡାକିଲେ। ରଞ୍ଜନା ଛୋଟ ପିଲା ପରି ତାଙ୍କ ପାଖରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲା। ସୁଲେଖା ଦେବୀ ଏହି ଅବସ୍ଥାରେ ମଧ୍ୟ ତାର ମୁଣ୍ଡରେ ହାତ ରଖି ଥାପୁଡ଼ାଇଲେ। ଏପଟେ ରୂପା ନିଜ ସ୍ୱାମୀକୁ ପୁଣି ଫୋନ୍ କରିଲା, କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଆସୁଥିଲା। ତାପରେ ତାକୁ ମନେ ପଡ଼ିଲା ଯେ ତାର ମା ଘର ଶାଶୁଘରୁ ଅଧିକ ଦୂର ନଥିଲା। ସେ ତୁରନ୍ତ ନିଜ ମା ଘରକୁ ଫୋନ୍ କଲା। ମା, ଭାଇ କେଉଁଠି ଅଛି? ମୋ ଶାଶୁଙ୍କ ଅବସ୍ଥା ବହୁତ ଖରାପ। ତୁମେ ଭାଇକୁ ତାର ଗାଡ଼ି ସହିତ ତୁରନ୍ତ ପଠାଇ ଦିଅ।
ଡାକ୍ତରଖାନା ନେବାକୁ ହେବ। ଏହା ଶୁଣି ତାର ମାଆର ବ୍ୟାକୁଳ ହୋଇ କହିଲେ, କିନ୍ତୁ ତୋ ଭାଇ ତ ଆଜି ସକାଳେ ନିଜ ଗାଡ଼ିରେ ସହର ବାହାରକୁ ଯାଇଛି। ରୂପାର ଏହି ଆଶା ମଧ୍ୟ ଶେଷ ହୋଇଗଲା। ସେ ତୁରନ୍ତ ନିଜ ଶାଶୁଙ୍କ ପାଖକୁ ଦୌଡ଼ିଲା। ତାପରେ ରଞ୍ଜନା କହିଲା, ଭାଉଜ, ମାଙ୍କ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ମାତ୍ର 10 ମିନିଟରେ ରାମଚନ୍ଦ୍ର ବାବୁ ଫେରି ଆସିଲେ ଓ ଆସିବା ମାତ୍ରେ କହିଲେ, ରମେଶ ଫେରି ଆସିଛି କି? ରୂପା ମୁଣ୍ଡ ନୁଆଁଇ କହିଲା, ନା ବାପା, ତାଙ୍କ ଫୋନ୍ ସୁଇଚ୍ ଅଫ୍ ଅଛି। ରାମଚନ୍ଦ୍ର ବାବୁ କହିଲେ, ରୂପା, ମୁଁ ଅଟୋ ଆଣିଛି। ରଞ୍ଜନା ଓ ତୁମେ ଦୁହେଁ ମିଶି ତୁମ ମାଙ୍କୁ ସାହାଯ୍ୟ କରି ରାସ୍ତା ପର୍ଯ୍ୟନ୍ତ ନେଇଯାଅ। ସେ ଦୁହେଁ ମିଶି ଯେମିତି ହେଉ ସୁଲେଖା ଦେବୀଙ୍କୁ ଅଟୋ ପର୍ଯ୍ୟନ୍ତ ନେଇଗଲେ। ରାମଚନ୍ଦ୍ର ବାବୁ ଅଟୋ ଡ୍ରାଇଭର ପାଖରେ ବସିଥିଲେ ଓ ବାକି 3 ଜଣ ଅଟୋର ପଛରେ ବସିଥିଲେ। ରାମଚନ୍ଦ୍ର ବାବୁ ବାରମ୍ବାର ପଛକୁ ବୁଲି ସୁଲେଖା ଦେବୀଙ୍କ ଆଡ଼େ ଦେଖୁଥିଲେ। ବର୍ଷା ମଧ୍ୟ ଜୋରରେ ହେଉଥିଲା। ଆଜି ସେମାନଙ୍କୁ ଏହି ଛୋଟ ରାସ୍ତା ମଧ୍ୟ ବହୁତ ଲମ୍ବା ଲାଗୁଥିଲା। ପ୍ରାୟ 20 ମିନିଟ୍ ପରେ ଯେତେବେଳେ ଡାକ୍ତରଖାନା ପହଞ୍ଚିଲେ, ସୁଲେଖା ଦେବୀଙ୍କୁ ତୁରନ୍ତ ଜରୁରୀ ବିଭାଗରେ ଭର୍ତ୍ତି କରାଗଲା। ରୂପା ତାର ଶ୍ୱଶୁର ରାମଚନ୍ଦ୍ର ବାବୁଙ୍କୁ ଚିନ୍ତିତ ଦେଖି ତାଙ୍କ ହାତ ଧରି ତାଙ୍କୁ ଚୌକିରେ ବସାଇଲା। ରାମଚନ୍ଦ୍ର ବାବୁ କାନ୍ଦିବାକୁ ଲାଗିଲେ। ପ୍ରାୟ ଅଧଘଣ୍ଟା ପରେ ଡାକ୍ତର କହିଲେ ଯେ ସୁଲେଖା ଦେବୀଙ୍କର ଯଥାଶୀଘ୍ର ଅପରେସନ୍ କରିବାକୁ ହେବ। ଯଦି ତୁରନ୍ତ ଅପରେସନ୍ ନ କରାଯାଏ ତେବେ ଜୀବନକୁ ମଧ୍ୟ ବିପଦ ହୋଇପାରେ। ଏହା ଶୁଣି ରାମଚନ୍ଦ୍ର ବାବୁ ଚୁପଚାପ ହୋଇ ଚୌକିରେ ବସି ରହିଗଲେ। ତାପରେ ରୂପା ତାଙ୍କୁ କହିଲା, ବାପା, ଆପଣ ବିଶ୍ୱାସ ରଖନ୍ତୁ। ମୋତେ ପୁରା ବିଶ୍ୱାସ ଅଛି ଯେ ସବୁକିଛି ଠିକ୍ ହୋଇଯିବ। ରାମଚନ୍ଦ୍ର ବାବୁ ନିଜ ଲୁହ ପୋଛି ପୋଛି କହିଲେ, ଠିକ୍ ଅଛି ଡାକ୍ତର ବାବୁ, ଆପଣଙ୍କୁ ଯାହା ଉଚିତ ଲାଗୁଛି କରନ୍ତୁ। କେବଳ ମୋ ସ୍ତ୍ରୀର ଜୀବନ ବଞ୍ଚାନ୍ତୁ। ଡାକ୍ତର କହିଲେ, ଶିଶୁଟି ପ୍ରିମ୍ୟାଚୁର୍ ଅଛି ଓ ଅବସ୍ଥା ଗୁରୁତର ଅଛି। ତେଣୁ ଆମେ ଏବେ କିଛି କହିପାରିବୁ ନାହିଁ, କିନ୍ତୁ ଆମେ ଆମ ତରଫରୁ ପୁରା ଚେଷ୍ଟା କରିବୁ। ରାମଚନ୍ଦ୍ର ବାବୁ ଚୁପଚାପ ଏହି କଥା ଶୁଣୁଥିଲେ। ରୂପା ତାର ଶ୍ୱଶୁରଙ୍କୁ ନେଇ କାଉଣ୍ଟରକୁ ଗଲା ଓ ସମସ୍ତ ଫର୍ମାଲିଟି ପୂରଣ କରିବାକୁ ଲାଗିଲା। ଘରୁ ବାହାରିବା ଆଗରୁ ସେ ନିଜ ପର୍ସରେ କିଛି ଟଙ୍କା ରଖିଥିଲା, ଯାହା ଏଠାରେ କାମରେ ଲାଗିଲା। ଏହା ଦେଖି ରାମଚନ୍ଦ୍ର ବାବୁ ତାର ମୁଣ୍ଡରେ ହାତ ରଖି କହିଲେ, ଝିଅ, ତୁମର ମୋ ଉପରେ ଏତେ ଋଣ ଅଛି ଯାହା ମୁଁ କେବେ ଶୁଝିପାରିବି ନାହିଁ। ରୂପା କହିଲା, ବାପା, ଆପଣ ମୋତେ ଝିଅ ମଧ୍ୟ କହୁଛନ୍ତି ଓ ଅନ୍ୟପଟେ ନିଜକୁ ମୋ ଋଣୀ କହି ମୋତେ ଅପରିଚିତ ମଧ୍ୟ କରୁଛନ୍ତି। କେବଳ ଆପଣ ଆପଣଙ୍କ ହାତ ମୋ ମୁଣ୍ଡ ଉପରେ ରଖନ୍ତୁ। ମୋତେ ଆଉ କିଛି ଦରକାର ନାହିଁ। ଏହା ଶୁଣି ରାମଚନ୍ଦ୍ର ବାବୁଙ୍କ ଆଖିରୁ 2 ବୁନ୍ଦା ଲୁହ ଗଡ଼ି ପଡ଼ିଲା। ଅପରେସନ୍ ଚାଲୁଥିଲା ଓ ସମସ୍ତେ ବାହାରେ ଅପେକ୍ଷାରେ ବସିଥିଲେ। ରମେଶଙ୍କୁ ପୁଣି ଫୋନ୍ ଲଗାଇବାର ଚେଷ୍ଟା କରାଗଲା, କିନ୍ତୁ ତାର ଫୋନ୍ ଏବେ ମଧ୍ୟ ସୁଇଚ୍ ଅଫ୍ ଥିଲା। ପ୍ରାୟ 1 ଘଣ୍ଟା ପରେ ଅପରେସନ୍ ରୁମ୍ର ଦୁଆର ଖୋଲିଲା ଓ ଡାକ୍ତର ବାହାରକୁ ଆସିଲେ। ବଧାଇ ହେଉ, ଆପଣଙ୍କର ପୁଅ ଜନ୍ମ ହୋଇଛି। ରୂପା ଓ ରଞ୍ଜନା ହାତ ଯୋଡ଼ି ଭଗବାନଙ୍କୁ ଧନ୍ୟବାଦ ଦେଲେ। କିନ୍ତୁ ତାପରେ ରାମଚନ୍ଦ୍ର ବାବୁ ପଚାରିଲେ, ଆଉ ମୋ ସ୍ତ୍ରୀ, ସେ କିପରି ଅଛନ୍ତି? ଏହା ଶୁଣି ଡାକ୍ତର ଚୁପ୍ ରହିଗଲେ। ରାମଚନ୍ଦ୍ର ବାବୁ ତାଙ୍କ ଚୁପ୍ ରହିବାରୁ ଘାବରାଇ ଯାଇ କହିଲେ, କିଛି ତ କୁହନ୍ତୁ ଡାକ୍ତର ବାବୁ। ଡାକ୍ତର ଧୀର ସ୍ୱରରେ କହିଲେ, ତାଙ୍କର ଅବସ୍ଥା ଏବେ ଗୁରୁତର ଅଛି। ଏତିକି କହି ଡାକ୍ତର ଚାଲିଗଲେ। ରାମଚନ୍ଦ୍ର ବାବୁ ଥରୁଥିବା ଗୋଡ଼ରେ ଚୌକିରେ ଧପ୍ କରି ବସି ପଡ଼ିଲେ।
କିଛି ସମୟ ପରେ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ରୂପା ଉଠି ଠିଆ ହେଲା। ତାପରେ ନର୍ସ ଶିଶୁକୁ ନେଇ ଅପରେସନ ରୁମରୁ ବାହାରକୁ ଆସିଲେ। ରୂପା ତାକୁ ନିଜ କୋଳରେ ନେଲା ଓ କ୍ଷଣଭରରେ ଶିଶୁଟି ଚୁପ୍ ହୋଇଗଲା। ଛୋଟ ନରମ ହାତରେ ସେ ରୂପାର ଶାଢ଼ୀକୁ ଜୋରରେ ଧରିଲା। ରୂପା ତାକୁ କିନ୍ତୁ ଶିଶୁଟି ତାର ପିତାଙ୍କ ଆଶ୍ରୟରେ ଆସି ଶାନ୍ତିରେ ଶୋଇପଡ଼ିଲା। ସନ୍ଧ୍ୟାବେଳେ ଯେତେବେଳେ ରମେଶ ଘରେ ପହଞ୍ଚିଲା, ଦେଖିଲା ଯେ ଘରେ କେହି ନାହାନ୍ତି। କାହାକୁ ନ ପାଇ ତାର ହୃଦୟ ଅଜଣା ଭୟରେ ଥରି ଉଠିଲା। ଫୋନକୁ ଚାର୍ଜିଂରେ ଲଗାଇ ଅନ୍ କଲା ଓ ଦେଖି ଆଶ୍ଚର୍ଯ୍ୟ ହେଲା ଯେ ରୂପାର 10ଟି ମିସଡ୍ କଲ୍ ଥିଲା। ଯେମିତି ହିଁ ସେ ଫୋନ୍ ଲଗାଇ ପଚାରିଲା, ସେହି ସମୟରେ ରାମଚନ୍ଦ୍ର ବାବୁଙ୍କୁ ଫୋନ୍ ଆସିଲା। ରମେଶ, ଯିଏ ଏତେ ଦିନ ଅଭିମାନରେ ରହି ତାର ବାପାଙ୍କ ସହିତ କଥା ହେଉନଥିଲା, ବ୍ୟାକୁଳ ଓ ଚିନ୍ତିତ ହୋଇ ତୁରନ୍ତ କହିଲା, ହ୍ୟାଲୋ ବାପା, ଆପଣ କେଉଁଠି ଅଛନ୍ତି? ଆଉ ମା, ସବୁ ଠିକ୍ ଅଛି ନା? ଆମେ ଏଠାରେ ଡାକ୍ତରଖାନାରେ ଅଛୁ। ତୋର ମାଙ୍କ ଅବସ୍ଥା କିଛି ଠିକ୍ ନାହିଁ। ତୁ ଗୋଟେ କାମ କର, ଆମ ଆଲମାରୀର ଲକରରେ ତୋର ମାଙ୍କର ସମସ୍ତ ରିପୋର୍ଟ ଅଛି। ତୁ ସେହି ରିପୋର୍ଟ ଗୁଡ଼ିକ ନେଇ ଶୀଘ୍ର ଏଠାକୁ ଆସେ। ବାପା, ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ତୁରନ୍ତ ପହଞ୍ଚୁଛି। ରମେଶ ତରତରରେ ମା ଓ ବାପାଙ୍କ ଆଲମାରୀ ଖୋଲି ଲକରରେ ତାଲା ଖୋଲିଲା। କିନ୍ତୁ ଲକରରେ ବହୁତ କାଗଜ ପଡ଼ିଥିଲା। ତାକୁ ବୁଝା ପଡ଼ୁ ନଥିଲା କେଉଁଠୁ ମାଙ୍କ ରିପୋର୍ଟ ଖୋଜିବ। ଖୋଜୁ ଖୋଜୁ ସମସ୍ତ କାଗଜ ଚାରିଆଡ଼େ ଛିନ୍ନ ଭିନ୍ନ ହୋଇଗଲା। ତାପରେ ତାର ନଜର ଗୋଟିଏ କାଗଜ ଉପରେ ପଡ଼ିଲା, ଯାହା ବୋଧହୁଏ ତାର ମାଙ୍କ ଡାଏରୀର ଏକ ପୃଷ୍ଠା ଥିଲା। ରମେଶ ସେହି କାଗଜଟି ଉଠାଇଲା। ତା ଉପରେ ଯାହା ଲେଖାଥିଲା ତାହା ପଢ଼ି ରମେଶର ଯେମିତି ପ୍ରାଣ ବାହାରି ଯିବାକୁ ଲାଗିଲା। ପୃଷ୍ଠାରେ ଲେଖାଥିଲା, ସାବିତ୍ରୀ ଆମ ଘରର ଚାକରାଣୀ ଥିଲା, କିନ୍ତୁ ସେ ଆମ ଘରର ସଦସ୍ୟ ପରି ଥିଲା। ଜଣାନାହିଁ ତାର ଭାଗ୍ୟରେ ଏତେ ଦୁଃଖ କାହିଁକି ଲେଖାଥିଲା। ମା, ବାପା ତାର ଆଗ୍ରହୀ ନଥିଲେ। କିଛି ମାସ ଆଗରୁ ତାର ସ୍ୱାମୀର ମଧ୍ୟ ମୃତ୍ୟୁ ହୋଇଗଲା ଓ ଆଜି ସେ ନିଜେ ମଧ୍ୟ କ୍ୟାନ୍ସର ରୋଗରେ ଲଢ଼ି ଲଢ଼ି ହାରିଗଲା। କିନ୍ତୁ ଯିବା ଆଗରୁ ତାର 3 ମାସର ନବଜାତ ପୁଅକୁ ଆମ କୋଳରେ ଛାଡ଼ି ଚାଲିଗଲା। ତାର ଶେଷ କଥା ମୁଁ କିପରି ଭୁଲିପାରିବି? ମ୍ୟାଡମ୍, ଆଜି ପର୍ଯ୍ୟନ୍ତ ଆପଣ ମୋ ଉପରେ ବଡ଼ ବଡ଼ ଉପକାର କରିଛନ୍ତି। ଆଜି ଆଉ ଗୋଟେ ଉପକାର କରିଦିଅନ୍ତୁ। ମୁଁ ମୋ ପିଲାକୁ ଆପଣଙ୍କ ହାତରେ ଟେକି ଦେଉଛି। ଏହାର ଯତ୍ନ ନେବେ। ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ। ମୁଁ ମଧ୍ୟ ତାକୁ ପ୍ରତିଶ୍ରୁତି ଦେଇଥିଲି ଯେ ଆମେ ତାର ପିଲାକୁ ନିଜ ପିଲା ପରି ପାଳିବୁ ଓ ତାକୁ କେବେ ଜଣାଇବୁ ନାହିଁ ଯେ ଆମେ ତାର ବାପା ମା ନୁହଁ। ଏହି କାଗଜ ପଢ଼ି ରମେଶ ଝାଳରେ ବୁଡ଼ିଗଲା ଓ ଧଡ଼ କରି ଚଟାଣରେ ବସି ପଡ଼ିଲା। ଯେଉଁ ମା ବାପାଙ୍କୁ ମୁଁ ଏତେ ଦିନ ଧରି କଥା ଶୁଣାଉଥିଲି, ପ୍ରକୃତରେ ସେମାନେ ତ ମୋ ମା ବାପା ନଥିଲେ। ତଥାପି ସେମାନେ ମୋତେ ଏହାର ଅନୁଭବ ମଧ୍ୟ ହେବାକୁ ଦେଇନଥିଲେ। ଏହା ଭାବି ଭାବି ରମେଶର ପ୍ରାଣ ବାହାରି ଯାଉଥିଲା। କିନ୍ତୁ ତାପରେ ତାକୁ ହଠାତ୍ ମାଙ୍କ ଅବସ୍ଥାର ଅନୁମାନ ହେଲା। ସେ ନିଜକୁ ସମ୍ଭାଳି ଶୀଘ୍ର ରିପୋର୍ଟ ଗୁଡ଼ିକ ଖୋଜି ଡାକ୍ତରଖାନା ଅଭିମୁଖେ ବାହାରି ପଡ଼ିଲା। ଯେମିତି ହିଁ ସେ ଡାକ୍ତରଖାନା ପହଞ୍ଚିଲା, ଦେଖିଲା ଯେ ଡାକ୍ତରମାନଙ୍କର ଟିମ୍ ତାର ମାଙ୍କର ଚିକିତ୍ସାରେ ବ୍ୟସ୍ତ ଥିଲେ। ରାମଚନ୍ଦ୍ର ବାବୁ ବ୍ୟାକୁଳ ହୋଇ ତା ଆଡ଼େ ଦୌଡ଼ି ଆସିଲେ ଓ ରମେଶକୁ ଛାତିରେ ଲଗାଇ କାନ୍ଦିବାକୁ ଲାଗିଲେ। ରମେଶ ତାର ବାପାଙ୍କ ଲୁହ ପୋଛିଲା। ସେହି ସମୟରେ ସେ ଦେଖିଲା ଯେ ଜଣେ ନର୍ସ ଦୌଡ଼ି ଆସୁଛନ୍ତି।
ରମେଶର ହୃଦୟ ଘାବରାଇଗଲା ଓ ଥର ଥର ଥିବା ସ୍ୱରରେ ପଚାରିଲା, ସିଷ୍ଟର, କ'ଣ ହେଲା? ମାଙ୍କ ଅବସ୍ଥା ଠିକ୍ ଅଛି ନା? ନର୍ସ କହିଲା, ଦେଖନ୍ତୁ, ଶରୀରରେ ରକ୍ତର ବହୁତ ଅଭାବ ହେବା କାରଣରୁ ରୋଗୀଙ୍କ ଅବସ୍ଥା ଏବେ ଗୁରୁତର ଅଛି। ତାଙ୍କୁ ରକ୍ତ ଚଢ଼ାଇବା ପାଇଁ ତୁରନ୍ତ ଅପୋଜିଟିଭ ରକ୍ତର ଆବଶ୍ୟକତା ଅଛି ଓ ଡାକ୍ତରଖାନାରେ ତାର ଷ୍ଟକ୍ ସରିଯାଇଛି। ରମେଶ କହିଲା, ତେବେ ସମସ୍ୟା କ'ଣ? ମୋର ମଧ୍ୟ ରକ୍ତର ଗ୍ରୁପ ଓ ପଜିଟିଭ। ଆପଣ ଶୀଘ୍ର ମୋ ରକ୍ତ ନେଇ ତାଙ୍କୁ ଚଢ଼ାଇବାର ବ୍ୟବସ୍ଥା କରନ୍ତୁ। ଯେତେବେଳେ ରମେଶ ରକ୍ତ ଦାନ କରି କେବିନରୁ ବାହାରକୁ ଆସିଲା, ରୂପାର ହାତରେ ନବଜାତ ଶିଶୁକୁ ଦେଖି ତାର ହୃଦୟ କରୁଣାରେ ପୂର୍ଣ୍ଣ ହୋଇଗଲା। ରମେଶ ନବଜାତ ଶିଶୁକୁ ନିଜ ହାତରେ ଉଠାଇଲା ଓ ଲୁହ ଭରା ଆଖିରେ ତାକୁ ନିରୀକ୍ଷଣ କରିବାକୁ ଲାଗିଲା। କିଛି ସମୟ ପର୍ଯ୍ୟନ୍ତ ସେ ତାକୁ ଏମିତି ହିଁ ଦେଖୁଥିଲା। କିଛି ସମୟ ପରେ ଯେତେବେଳେ ସୁଲେଖା ଦେବୀଙ୍କୁ ଭେଟିବାର ଅନୁମତି ମିଳିଲା, ରୂପା ଓ ରମେଶ ମାଙ୍କୁ ଭେଟିବାକୁ ଗଲେ। ନବଜାତ ଶିଶୁଟି ରମେଶର ହାତରେ ଥିଲା। ରମେଶଙ୍କୁ ଦେଖି ସୁଲେଖା ଦେବୀଙ୍କ ମୁହଁରେ ଏକ ଛୋଟ ହସ ଓ ସାନ୍ତ୍ୱନାର ଭାବ ଉଠିଲା। କିନ୍ତୁ ରମେଶ ତାର ମାଙ୍କୁ ଦେଖି ଜୋରରେ କାନ୍ଦିବାକୁ ଲାଗିଲା ଓ ଆକୁଳ ସ୍ୱରରେ କହିଲା, ମା, ମୋତେ କ୍ଷମା କରିଦିଅ। ସୁଲେଖା ଦେବୀ ପ୍ରେମରେ କହିଲେ, ବୋକା ପୁଅ, କାନ୍ଦ ନାହିଁ। ମୁଁ ତତେ ସବୁବେଳେ ହସୁଥିବାର ଦେଖିବାକୁ ଚାହେଁ। ତାପରେ ଠାରରେ ରମେଶ ଓ ରୂପାକୁ ନିଜ ପାଖକୁ ଡାକିଲେ ଓ ସେମାନଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଲେ। ତାପରେ ନବଜାତ ଶିଶୁକୁ ଚୁମ୍ବନ କଲେ ଓ ରମେଶଙ୍କୁ କହିଲେ, ମୋ କାରଣରୁ ତୁମେ ତୁମର ସମ୍ମାନ ହରାଇଛ। ତୁମର ରାଗ ମୋ ଉପରେ ଅଛି, କିନ୍ତୁ ଏହି ନିରୀହ ଶିଶୁ ତୁମର ନିଜର ହିଁ। ମୁଁ ଏହାକୁ ତୁମ ପାଖରେ ଛାଡ଼ି ଯାଉଛି। ଏହାର ଯତ୍ନ ନେବ, ଅବହେଳା କରିବ ନାହିଁ, ନହେଲେ ମୋତେ ଶାନ୍ତି ମିଳିବ ନାହିଁ। ମାଙ୍କ ଏହି କଥା ଶୁଣି ରମେଶର ଛାତି ଥରି ଉଠିଲା। ରୂପା, ମା ଏ କ'ଣ କହୁଛନ୍ତି? ସେ ଆମକୁ ଛାଡ଼ି କେଉଁ ଆଡ଼େ ଯିବେ? ମା, ଏହି ଶିଶୁର ମୁଁ ମୋ ଜୀବନଠାରୁ ଅଧିକ ଯତ୍ନ ନେବି। ଆପଣ ଚିନ୍ତା କରନ୍ତୁ ନାହିଁ। ଏବେ ଏହା ଆପଣଙ୍କର ନୁହେଁ, ମୋର ପୁଅ। କିନ୍ତୁ ଆପଣ ଆମକୁ ଛାଡ଼ି ଯିବା କଥା କହିବେ ନାହିଁ, ବୁଝୁଛନ୍ତି? ଏପଟେ ବାହାରେ ଚୌକିରେ ବସିଥିବା ରାମଚନ୍ଦ୍ର ବାବୁ ନିଜକୁ ଅସହାୟ ଅନୁଭବ କରୁଥିଲେ ଓ ରଞ୍ଜନା ତାଙ୍କୁ ସାହାରା ଦେଉଥିଲା। ତାପରେ ରମେଶ ପାଗଳ ପରି କ୍ୟାବିନରୁ ଦୌଡ଼ି ବାହାରକୁ ଚାଲିଗଲା। ରାମଚନ୍ଦ୍ର ବାବୁ ତାକୁ ପଛରୁ ଡାକିଲେ, କିନ୍ତୁ ସେ ଶୁଣିଲା ନାହିଁ। କିଛି ମୁହୂର୍ତ୍ତ ପରେ ସେ ଜଣେ ଡାକ୍ତରଙ୍କ ସହିତ ଫେରି ଆସିଲା। ଡାକ୍ତର ସୁଲେଖା ଦେବୀଙ୍କ ପରୀକ୍ଷା କଲେ ଓ ଗଭୀର ନିଶ୍ୱାସ ନେଇ କହିଲେ, ସୁଲେଖା ଦେବୀ ଏବେ ଏହି ଦୁନିଆରେ ଆଉ ନାହାନ୍ତି। ରମେଶ ତାର ମାଙ୍କ ପାଖରେ ବସି ଭୂମି ଉପରେ ଆଣ୍ଠୁମାଡ଼ି ବସି ପଡ଼ିଲା। ତାଙ୍କର ଉଭୟ ଗୋଡ଼କୁ ହାତରେ ଧରି ଚୁମ୍ବନ କରିବାକୁ ଲାଗିଲା ଓ ଚିତ୍କାର କରି କହିଲା, ମୋତେ କ୍ଷମା କରିଦିଅ ମା, ମୁଁ ତୁମକୁ କେବେ ଦୁଃଖ ଦେବି ନାହିଁ। ତୁମେ ଆମକୁ ଏମିତି ଛାଡ଼ି ଯାଉ ନାହିଁ। ମା, କେତେ ଅଜଣା କଥା, ନୁହେଁ କି? ଯେତେବେଳେ କେହି ଆମକୁ ଅସୀମ ପ୍ରେମ କରେ, ଆମେ ତାର ପ୍ରେମକୁ ବୁଝିପାରୁ ନାହିଁ, ତାର ଅପେକ୍ଷା କରୁଛୁ। କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ଚାଲିଯାଏ, ତେବେ ଆମେ ତାର ପ୍ରେମର ଗଭୀରତା